ପ୍ରଭୁ ଲିଙ୍ଗରାଜ ବା ସାରା ଭାରତ ବର୍ଷର ଶ୍ରେଷ୍ଠ ଶୈବପୀଠ ବା ବଡ଼ ଶୈବପୀଠ ହେଉଛି ପ୍ରଭୁ ଲିଙ୍ଗରାଜ। ତେଣୁ ପ୍ରଭୁଙ୍କ କାମରେ ଆମେ ଯେଉଁ ସେବାୟତ ଭାଇମାନେ ଅଛନ୍ତି ସେମାନଙ୍କର ପ୍ରତିଶ୍ରୁତି ମଧ୍ୟ ପାଇ କେଉଁଠି କେଉଁଠି ସେମାନେ ଯାହା ଆପଣ କହୁଥିଲେ 2 ଦିନ ପୂର୍ବ ପର୍ଯ୍ୟନ୍ତ ତାଙ୍କ ମନ ଭିତରେ କ'ଣ ଥାଇପାରେ, କିନ୍ତୁ ପ୍ରଭୁଙ୍କ ସେବା ବା ପ୍ରଭୁଙ୍କ ନୀତିକାନ୍ତ ସର୍ବାଗ୍ରେ। ଆମେ ଚେଷ୍ଟା କରୁଛୁ ପ୍ରଭୁଙ୍କ ଆଶୀର୍ବାଦରୁ ସବୁ ସେବାୟତ ଭାଇ ମାନଙ୍କର ସହଯୋଗରେ ନିଶ୍ଚିତ ଭାବେ ଠିକ୍ ଭାବେ ହେବ। ଆଜି ଯେଉଁ ପ୍ରତିଶ୍ରୁତି ସେମାନେ ଦେଇଛନ୍ତି, ମୁଁ ଭାବୁଛି ପ୍ରଭୁଙ୍କର କାଲି ମହାଦୀପ ଠିକ୍ ସମୟରେ ଉଠିବ ଏବଂ ସବୁ ଭକ୍ତ ଦର୍ଶନ ଭଲ ଭାବରେ ଦର୍ଶନ ପାଇବେ ଏବଂ ନୀତିକାନ୍ତି ଠିକ୍ ଠାକ୍ରେ ହେବ। ଦୃଢ଼ ଖୁସି। ଶୁଣନ୍ତୁ, ଆଜି ଆମକୁ ଗୋଟେ ଭାରି ଖୁସି ଲାଗୁଛି। ଯେତେ ବର୍ଷ ହେଲା ଆମେ ଲିଙ୍ଗରାଜଙ୍କୁ ସେବା କଲୁଣି, ଆଇନ ମନ୍ତ୍ରୀଙ୍କ ଦ୍ୱାରା କେବେ ବୈଠକ ହେଇନଥିଲା। ଆଜି ଗୋଟେ ଆମର ଗୋଟେ ଭାଗ୍ୟରେ ଗୋଟେ କ'ଣ ଗୋଟେ ନୂଆ ଜିନିଷ ଘଟିଲା ଭଳିଆ କରୁଛୁ। ଭାରି ଖୁସି ଲାଗିଲା। ଆଜି ସେ ଗୋଟେ ଶେଷ ଦିନରେ ଆଜି ଗୋଟେ ସମୀକ୍ଷା କରୁଛନ୍ତି କିଭଳି ଭାବେ ମହାଦୀପ ହଉ, ମନ୍ଦିର ଶୃଙ୍ଖଳିତ ନୀତିକାନ୍ତି ହବ। ସେ ଆଜି ଗୋଟେ ଆଲୋଚନା କରିଛନ୍ତି, ଗୋଟେ ବୈଠକ କରିଛନ୍ତି, ଗୋଟେ ଖୁସିର ବିଷୟ। ସବୁ ନିଯୋଗ, 4 ନିଯୋଗ, ଆମେ ସବୁ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ବଡ଼ୁ ନିଯୋଗ, ସମର୍ଥା ନିଯୋଗ, ସମସ୍ତ କର୍ମକର୍ତ୍ତା ଆମେ ଉପସ୍ଥିତ ରହି ପ୍ରତିଶ୍ରୁତି ଦେଇଛୁ ଯାହା ଆମ ମନ୍ଦିର ନୀତି ନିକଟ ଅନୁସାରେ ମହାଦୀପ ଉଠିବ। କିନ୍ତୁ ମୁଁ ଲିଙ୍ଗରାଜଙ୍କ ନିକଟରେ ଟିକେ ପ୍ରାର୍ଥନା କରୁଛି କୌଣସି ପ୍ରକାର ଅଘଟଣ ନ ଘଟୁ। ଯଦି ଅଘଟଣ ଘଟେ ଏଥିରେ ମଧ୍ୟ କିଛି ଗୋଟେ ଅସୁବିଧାର ସମ୍ମୁଖୀନ ଆମେ ହେବା। କିଛି ଆଶା କରୁଛୁ ମଧ୍ୟ ସେମିତି ଅଘଟଣ ନ ହେବା ପାଇଁ। କିନ୍ତୁ ଆମେ ସମସ୍ତେ ସେବାକାରୀ ଆଜି ଏକଜୁଟ ହେଇଛୁ ଠିକ୍ ସମୟରେ ଆଜି ପ୍ରଶାସନକୁ ଦେଖେଇ ଦେବୁ ମହାଦୀପ ରାତି 10ଟାରେ ଉଠିବା ପାଇଁ। ମନୋମାଳିନ୍ୟ କୌଣସି କିଛି ରହିବ ନାହିଁ ତ? ଯାହା ମନୋମାଳିନ୍ୟ ଥିଲା, ଯାହା ହେଲା ସମସ୍ୟା ଆମେ ସବୁ ଆଜି ଉପସ୍ଥାପିତ କରିଛୁ। ପ୍ରତିଶ୍ରୁତି ମଧ୍ୟ ମନ୍ତ୍ରୀ ଦେଇଛନ୍ତି ଏଇ ଶିବରାତ୍ରି 2-3 ଦିନ ପରେ ସେ ଡାକିକିରି ସବୁ ସେବାୟତଙ୍କୁ ଆଲୋଚନା କରିବେ। ସେଇଟା ଆମ ପାଇଁ ଗୋଟେ ବଡ଼ କଥା।